ତା ସାଧାରଣ ଲୋକ ରିଟାୟାର୍ଡ ଲୋକ ବ୍ୟବସାୟୀ ସବୁ ଏକାଠି ହେଇଥିଲେ। 8:30 ବେଳେ ମାଲ୍ୟାର୍ପଣ କରାଗଲା ଏବଂ ଧର୍ମସଭା କରାଗଲା। ତାପରେ ଅଭିଭାଷଣ ଦେଲେ ବହୁ ଲୋକ, ନିରଞ୍ଜନ ପଟ୍ଟନାୟକ ଦେଲେ, ଶ୍ରୀକାନ୍ତ ଜେନା ଦେଲେ, ଆମର ରାମଖୁଣ୍ଟିଆ ଦେଲେ, ଶରତ ରାଉତ ଦେଲେ, ସସ୍ମିତା ବେହେରା ଦେଲେ, ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଦେଲେ, ବହୁ ଲୋକ ଭାଷଣ ଦେଲେ, ଶିବାନନ୍ଦ ରାୟ ଦେଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲା। ମହୀୟସୀ ମହିଳା, ପୃଥିବୀର ଜଣେ ଅଦ୍ୱିତୀୟ ନାରୀ, ଯାହାଙ୍କ ନେତୃତ୍ୱରେ ପାକିସ୍ତାନ ଦୁଇ ଭାଗ ହେଇ ପାକିସ୍ତାନ ବାଂଲାଦେଶ ସୃଷ୍ଟି ହେଇଛି। ଆଜି ଯଦି ବ୍ୟାଙ୍କ ଜାତୀୟକରଣ ହେଇଛି ଇନ୍ଦିରା ଗାନ୍ଧୀ, ଆଜି ସାଇନ୍ସ ଡେଭଲପମେଣ୍ଟ ହେଇଛି ଇନ୍ଦିରା ଗାନ୍ଧୀ, ଆଜି ଟିଭି ପ୍ରଦର୍ଶନ ଆରମ୍ଭ ହେଇଥିଲା ଇନ୍ଦିରା ଗାନ୍ଧୀ, ଏସିଆରେ ହେଇଥିଲା ଇନ୍ଦିରା ଗାନ୍ଧୀ ଏବଂ କାଶ୍ମୀର ଏବଂ ଆସାମ ଗଣ୍ଡଗୋଳ କଣ୍ଟ୍ରୋଲ ହେଇଥିଲା ଇନ୍ଦିରା ଗାନ୍ଧୀ। ଆଜି ଯଦି ଗୋଲ୍ଡେନ୍ ଟେମ୍ପଲ୍ ୱାର୍ ଷ୍ଟାର୍ଟ ହେଇଥିଲା ଇନ୍ଦିରା ଗାନ୍ଧୀ। ଯଦି ନିଜ ଗୋଡ଼ରେ ଠିଆ ହେଇଥିଲେ ଖାଦ୍ୟରେ, ଆମେରିକାରୁ ଚାଉଳ ବନ୍ଦ, ଗହମ ବନ୍ଦ ହେଇଥିଲା ଇନ୍ଦିରା ଗାନ୍ଧୀ। ଆଜି ତାଙ୍କୁ ମନେ ରଖି ସାରା ଭାରତବର୍ଷ, ସାରା ପୃଥିବୀରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଇଛି। ଭୁବନେଶ୍ୱର ମଧ୍ୟ କରାଯାଇଥିଲା।